କୋଦଳା ଏନ୍ଏସିର ଦୁର୍ନୀତି ଚରମ ସୀମାରେ। ଫଲ୍ସ ବିଲ୍ କରି ଲକ୍ଷ ଲକ୍ଷ ଟଙ୍କା ଖାଇବା ପାଇଁ ଚାଲିଛି କି ଯୋଜନା? ହଁ ଆଜ୍ଞା, ଆମେ କହୁଛୁ ସବୁବେଳେ ଦୁର୍ନୀତିରେ ବୁଡ଼ି ରହୁଥିବା ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସି କଥା। ପ୍ରତ୍ୟେକ ଦିନ ଏହି ଏନ୍ଏସି କିଛି ନା କିଛି ଦୁର୍ନୀତି ଚାଲୁଥିବା ବେଳେ ଏହିଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କାଉନସିଲର ଭଗବାନ ପାଢ଼ୀ। ଗତ 16 ତାରିଖରେ କୋଦଳା ଏନ୍ଏସି ତରଫରୁ 62 ଗୋଟି କାମର ଟେଣ୍ଡର ବାହାରିଲା, ଯାହାର ମୂଲ୍ୟ ପ୍ରାୟ 6 କୋଟି ଟଙ୍କା। ସେ କାମ ଭିତରୁ ଦଣ୍ଡେଶ୍ୱର ଗେଟ୍ ଠାରୁ ନାମ ମନ୍ଦିର ପର୍ଯ୍ୟନ୍ତ ଫେଭର ରାସ୍ତା, ଇଣ୍ଡୋର ଷ୍ଟାଡିୟମ ସାଇଡ୍ର ଫେଭର କାମ, ସବଜେଲ୍ ନିକଟରେ ମାଟି ଫିଲିଂ ସରିଯାଇଛି ଏବଂ ମରାଠୀ ଭାଷାରେ ଗାର୍ଡୱାଲ କାମ ଦୁଇ ଥର ବାହାରିଛି, ଯାହା ଫଲ୍ସ ବିଲ୍ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିବା ପାଇଁ ଏକ ଫର୍ମୁଲା ଆପଣାଇଛନ୍ତି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ ଏବଂ ଜେଇ ଦୀପିକା ବେହେରା। ଏନେଇ ଆମେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ କୌଣସି ଉତ୍ତର ଦେଇନଥିଲେ। ପରେ ଜେଇଙ୍କ ସହ ଯୋଗାଯୋଗ କରିବାରୁ ସେ ମଧ୍ୟ କୌଣସି ଉତ୍ତର ଦେଇନଥିଲେ। କିଛି ଦିନ ତଳେ କୋଦଳା ଏନ୍ଏସିରେ ସାନିଟାଇଜେସନ, ଗଛ ମାଛ ଭଳି ବିଭିନ୍ନ ଦୁର୍ନୀତି ବିରୋଧରେ କାଉନସିଲର ଭଗବାନ ପାଢ଼ୀ ମୁଖ୍ୟମନ୍ତ୍ରୀ, ଅରବାନ ମନ୍ତ୍ରୀ, ଭିଜିଲାନ୍ସ, ଗଞ୍ଜାମ ଜିଲ୍ଲାପାଳ, ଗଞ୍ଜାମ ପିଡିଡୁଡାଙ୍କୁ ଲିଖିତ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏବେ ଦେଖିବାକୁ ବାକି ରହିଲା ଜିଲ୍ଲାପାଳ ଏଥିପ୍ରତି କି ଦୃଷ୍ଟି ଦେଉଛନ୍ତି। ବ୍ୟୁରୋ ରିପୋର୍ଟ, ଜେ ନ୍ୟୁଜ୍।